ओम श्रीमद्भगवद गीता प्रथम अध्याय अर्जुन विषाद योग श्लोक संख्या 41। शंकरो नरकायव कुलघ्नानं कुलस्य च पतन्ति पितरो ह्यसं लुप्तपिण्डोदक क्रियाः। अतः ଯେତେବେଳେ ଏ ପ୍ରକାର ଅନାବଶ୍ୟକ ଜନସମାଜ ଅର୍ଥାତ୍ ଯାର ଯେଉଁ ସନ୍ତାନଙ୍କ ସଂଖ୍ୟା ବୃଦ୍ଧି ଲାଭ କରେ ସେତେବେଳେ ବଂଶରେ ଏବଂ ବଂଶଘାତକମାନଙ୍କ ପକ୍ଷରେ ନର୍କଭୋଗ ପରିସ୍ଥିତି ସୃଷ୍ଟି ହୋଇଯାଏ। ଏ ପ୍ରକାର ଦୂଷିତ ପରିବାରମାନଙ୍କରେ ପିତୃପୁରୁଷମାନଙ୍କର ପିଣ୍ଡ ପାଣି ଲୋପ ପାଇଯାଏ। ଭାବାର୍ଥ, ସକାମ କର୍ମର ନୀତି ନିୟମ ଅନୁଯାୟୀ ନିର୍ଦ୍ଦେଶ ଅଛି ଯେ ବ୍ୟକ୍ତି ବଂଶର ପିତୃପୁରୁଷମାନଙ୍କ ପ୍ରତି ବାର୍ଷିକ ପିଣ୍ଡ ପାଣି ପ୍ରଦାନ କରିବ। ଶ୍ରୀବିଷ୍ଣୁଙ୍କୁ ପୂଜା କରି ଏ ପ୍ରକାର ପିଣ୍ଡ ପାଣି ଅର୍ପଣ କରିବା ଆବଶ୍ୟକ। ଅର୍ଥାତ୍ ବିଷ୍ଣୁଙ୍କର ଉଚ୍ଛିଷ୍ଟ ଅର୍ଥାତ୍ ବିଷ୍ଣୁ ପ୍ରସାଦ ଭୋଜନ କଲେ ବ୍ୟକ୍ତି ସମସ୍ତ ପ୍ରକାର ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ପାଇଥାଏ। ବେଳେବେଳେ ଏପରି ହୁଏ ଯେ ପିତୃପୁରୁଷଗଣ ବିଭିନ୍ନ ପାପ କର୍ମର ଫଳଭୋଗ କରୁଥାନ୍ତି ଏବଂ ବେଳେବେଳେ ସେମାନଙ୍କ ମଧ୍ୟରୁ କେତେକ ସ୍ଥୂଳ ଶରୀର ଲାଭ କରିପାରନ୍ତି ନାହିଁ। ସେମାନେ ସୂକ୍ଷ୍ମ ଶରୀରରେ ଭୂତ ରୂପରେ ରହିବାକୁ ବାଧ୍ୟ ହୋଇଥାନ୍ତି। ତେଣୁ ଯେତେବେଳେ ବଂଶର କୌଣସି ସୁଯୋଗ୍ୟ ପୁତ୍ର ଏ ପ୍ରକାର ମହାପ୍ରସାଦ ପିତୃପୁରୁଷଙ୍କୁ ଅର୍ପଣ କରେ ସେତେବେଳେ ପିତୃପୁରୁଷଗଣ ମୁକ୍ତି ପାଇଯାଆନ୍ତି। ଯେଉଁମାନେ ଭୂତ ରୂପରେ ଥାଆନ୍ତି କିମ୍ବା ଅନ୍ୟ କୌଣସି ପ୍ରକାରର ଦୁଃଖପୂର୍ଣ୍ଣ ଜୀବନଯାପନ କରୁଥାନ୍ତି ସେମାନେ ସମସ୍ତେ ମୁକ୍ତିପ୍ରାପ୍ତ ହୁଅନ୍ତି। ପିତୃପୁରୁଷମାନଙ୍କ ପ୍ରତି ଏ ଯେଉଁ କର୍ମ କରାଯାଏ ତାହା ବଂଶଗତ ଧର୍ମ ବା କୁଳ ପ୍ରଥା ଅଟେ। ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନଥାନ୍ତି ସେମାନଙ୍କ ପକ୍ଷରେ ଏ ପ୍ରକାର କୁଳ ଧର୍ମ ରକ୍ଷା କରିବା ଉଚିତ। କିନ୍ତୁ ଯେ ଭଗବାନଙ୍କ ଭକ୍ତ ଏବଂ ଭଗବତ ସେବାରେ ନିଯୁକ୍ତ ତା ପକ୍ଷରେ ଏ ପ୍ରକାର କର୍ମ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ଭଗବତ ସେବା କରି ବ୍ୟକ୍ତି ତାର କର୍ମ କରିବାର କୌଣସି ଆବଶ୍ୟକତା ନଥାଏ। ଭଗବତ ସେବା କରି ବ୍ୟକ୍ତି ତାର ହଜାର ହଜାର ପିତୃପୁରୁଷଙ୍କୁ ସମସ୍ତ ପ୍ରକାର ପାପ କର୍ମର ପ୍ରତିକ୍ରିୟା ଦୁଃଖ ଯନ୍ତ୍ରଣାରୁ ମୁକ୍ତ କରିପାରେ। ଏହା ଶ୍ରୀମଦ ଭାଗବତ ଗୀତାରେ କୁହାଯାଇଛି। ଯେଉଁ ବ୍ୟକ୍ତି ମୁକ୍ତିଦାତା ମୁକୁନ୍ଦଙ୍କ ପାଦ ପଦ୍ମରେ ଶରଣ ନେଇଛି ଅର୍ଥାତ୍ ଯିଏ ସବୁ ପ୍ରକାର ଧର୍ମକର୍ମ ତ୍ୟାଗ କରି ଭଗବତ ଚରଣାଶ୍ରିତ ହୋଇଛି ଏବଂ ବଡ଼ ନିଷ୍ଠା ଓ ଶ୍ରଦ୍ଧା ସହକାରେ ଭକ୍ତି ଯୋଗ ମାର୍ଗକୁ ଅବଲମ୍ବନ କରିଛି ତାହାର ଦେବତା, ଋଷି ମହର୍ଷି, ସାଧୁ ସନ୍ଥ, ସାଧାରଣ ଜୀବ, ବଂଶର ପିତୃପୁରୁଷ ବା ଜନସମାଜ ପ୍ରତି ଆଉ କୌଣସି କର୍ତ୍ତବ୍ୟ କର୍ମ ବାକି ଦରକାର ନାହିଁ। ପରମ ପୁରୁଷ ଭଗବାନଙ୍କ ସେବାରତ ହୋଇଗଲେ ଏ ପ୍ରକାର କର୍ତ୍ତବ୍ୟ କର୍ମ ଆପେ ଆପେ ଶେଷ ହୋଇଯାଏ। ଆଉ ଏସବୁ ଆଚରଣ କରିବାର ଦରକାର ପଡ଼େ ନାହିଁ। ଭକ୍ତି ଯୋଗର ଏହା ହେଉଛି ମହିମା।